ଜଳେଶ୍ୱରରେ ଦୈନିକ ଅପରାହ୍ନ ପରିବାର ପକ୍ଷରୁ ସାମ୍ବାଦିକ ଏକତା ଓ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ। ସାମ୍ବାଦିକ ବିନା ସମସ୍ତ କାର୍ଯ୍ୟ ଅସଫଳ। ଏକ ସ୍ୱାଧୀନ ଓ ମୁକ୍ତ ଗଣମାଧ୍ୟମ ହେଉଛି ଏକ ଶକ୍ତିଶାଳୀ ଗଣତନ୍ତ୍ରର ଚାରିଟି ସ୍ତମ୍ଭ ମଧ୍ୟରୁ ଅନ୍ୟତମ। ଗଣତନ୍ତ୍ର ଶାସନର ସଫଳତା ଚାରୋଟି ସ୍ତମ୍ଭ ଉପରେ ନିର୍ଭର କରେ। ସେମାନେ ହେଲେ ବ୍ୟବସ୍ଥାପିକା, କାର୍ଯ୍ୟପାଳିକା, ନ୍ୟାୟପାଳିକା ଓ ଗଣମାଧ୍ୟମ। ପ୍ରଥମ ସ୍ତମ୍ଭଟି ରାଷ୍ଟ୍ର ପାଇଁ ନୀତି ନିର୍ଦ୍ଧାରଣ କରିବେ। ଦ୍ୱିତୀୟ ସ୍ତମ୍ଭ ନୀତିକୁ କାର୍ଯ୍ୟକାରୀ କରିବେ। ତୃତୀୟ ସ୍ତମ୍ଭଟି ନ୍ୟାୟ ବ୍ୟବସ୍ଥା ପାଇଁ ଦାୟୀ ରହିବେ ଓ ଚତୁର୍ଥ ସ୍ତମ୍ଭ ସତର୍କ ପ୍ରହରୀ ଭାବେ କାର୍ଯ୍ୟ କରିବେ। ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମର ଉତ୍ତରଦାୟିତ୍ୱ ସବୁଠାରୁ ବେଶୀ। ଆଜିର ସମୟରେ ଗଣମାଧ୍ୟମର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ। ନାଗରିକମାନଙ୍କର ଅଧିକାର, ଜନସମୁଦାୟଙ୍କ ସମସ୍ୟା ଓ ଅସୁବିଧା ବିଷୟରେ ଗଣମାଧ୍ୟମ ସ୍ୱର ଉତ୍ତୋଳନ କରିଥାଏ। ଏହା ବାଦ ଶାସନ ବ୍ୟବସ୍ଥାରେ ସ୍ୱଚ୍ଛତା, ସମାଜରେ ନୈତିକତା ବଜାୟ ରଖିବା ଗଣମାଧ୍ୟମର ବଡ଼ କର୍ତ୍ତବ୍ୟ। ଗଣମାଧ୍ୟମ ଯେତେ ସ୍ୱାଧୀନ ହେବ, ଗଣତନ୍ତ୍ର ସେତେ ସୁଦୃଢ଼ ହେବ। ପ୍ରତିକୂଳ ବ୍ୟବସ୍ଥା ସତ୍ତ୍ୱେ ସାମ୍ବାଦିକମାନେ ଜନସ୍ୱାର୍ଥ ପାଇଁ ସ୍ୱର ଉତ୍ତୋଳନ କରିଥାନ୍ତି। ସାମ୍ବାଦିକତାର ମୌଳିକ ନୀତି ହେଉଛି ପାଠକ ତଥା ଦର୍ଶକଙ୍କ ନିକଟରେ ସତ୍ୟ, ବସ୍ତୁନିଷ୍ଠ, ସଠିକ୍ ଓ ନିରପେକ୍ଷ ସୂଚନା ପହଞ୍ଚାଇବ ବୋଲି ଆଜି ଜଳେଶ୍ୱର NH60 ଠାରେ ଥିବା ହୋଟେଲ ଇନ୍ର ସମ୍ମିଳନୀ କକ୍ଷରେ ଦୈନିକ ଅପରାହ୍ନର ପ୍ରତିଷ୍ଠାତା ତଥା ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ସଂଘର ରାଜ୍ୟ ସଭାପତି ଶ୍ରୀଯୁକ୍ତ ବଂଶୀଧର ଜେନାଙ୍କ ଅଧ୍ୟକ୍ଷତାରେ ଦୈନିକ ଅପରାହ୍ନ ପରିବାର ପକ୍ଷରୁ ସାମ୍ବାଦିକ ଏକତା ଓ ବନ୍ଧୁ ମିଳନ ଉତ୍ସବରେ ଅତିଥିମାନେ ବକ୍ତବ୍ୟ ରଖିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସାମ୍ବାଦିକ ମନୋଜ କୁମାର ଭୂୟାଙ୍କ ପ୍ରଥମେ ମଞ୍ଚ ଆହ୍ୱାନ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭାବରେ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ତଥା ବରିଷ୍ଠ ବିଜେପି ନେତା ବ୍ରଜମୋହନ ପ୍ରଧାନ ଉପସ୍ଥିତ ହୋଇ ଅପରାହ୍ନ ଏକ ଛୋଟ ଖବରକାଗଜ ହୋଇଥିଲେ ମଧ୍ୟ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି। ଛୋଟ ସାପର ବିଷ ଅଧିକ ବୋଲି ବର୍ଣ୍ଣନା କରିଥିଲେ ଏବଂ ସାମ୍ବାଦିକ ବିନା ସମସ୍ତ କାର୍ଯ୍ୟ ଅସଫଳ କହିବା ସହ ନଗଡ଼ାର ସମ୍ବାଦ ପରିବେଷଣ ଯୋଗୁଁ ପ୍ରଶାସନ ସେଠାରେ ପହଞ୍ଚି ସେମାନଙ୍କ ପାଇଁ ସମସ୍ତ ପ୍ରକାର କାର୍ଯ୍ୟ ସମ୍ପାଦନ କରିଥିଲେ। ମୁଖ୍ୟ ବକ୍ତା ବ୍ଲକ ଅଧ୍ୟକ୍ଷ ମାନସ କୁମାର ଜେନା ଉପସ୍ଥିତ ହୋଇ ସଠିକ୍ ଖବର ପରିବେଷଣ ପ୍ରକୃତର ସାମ୍ବାଦିକ ପରିଚୟ ବୋଲି କହିଥିଲେ। ବାଲିଆପଡ଼ା ଅଞ୍ଚଳର ବରିଷ୍ଠ ସାମ୍ବାଦିକ ତଥା ଅଧ୍ୟାପକ ଡକ୍ଟର ସୁକାନ୍ତ କୁମାର ଗିରି, ଶିକ୍ଷାବିତ୍ ଡକ୍ଟର ଅଜିତ କୁମାର ମହାନ୍ତି, ଅଭିନନ୍ଦନ ଖବରକାଗଜର ପ୍ରତିଷ୍ଠାତା ତଥା ସମ୍ପାଦକ ଜଗଦୀଶ ମିଶ୍ର, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଆଇନଜୀବୀ ରାମଚନ୍ଦ୍ର ଜେନା, ବରିଷ୍ଠ ସମାଜସେବୀ ତଥା ସାମ୍ୟବାଦୀ ନେତା ଦିଲ୍ଲୀପ କୁମାର ଗିରି ପ୍ରମୁଖ ମଞ୍ଚାସୀନ ଅତିଥିମାନେ ଉପସ୍ଥିତ ରହି ସାମ୍ବାଦିକତା କ୍ଷେତ୍ରରେ ସମ୍ବାଦ ପରିବେଷଣ ଯୋଗୁଁ ସମସ୍ତ ବାର୍ତ୍ତା ଲୋକଲୋଚନକୁ ଆସିପାରିଛି ବୋଲି ବକ୍ତବ୍ୟ ରଖିଥିଲେ। ଶେଷରେ ବ୍ରଜମୋହନ ପ୍ରଧାନ ଓ ମଧୁସୂଦନ ଦାସଙ୍କୁ ସମାଜସେବା କ୍ଷେତ୍ରରେ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ଦିଆଯିବା ସହ ବରିଷ୍ଠ ସାମ୍ବାଦିକ ଅମର ଆଚାର୍ଯ୍ୟ, ଭୂପତି ପରିଡ଼ା ଓ ଗୋପବନ୍ଧୁ ଦାସଙ୍କୁ ସାମ୍ବାଦିକ ଏକତା ସମ୍ମାନ ମାନପତ୍ର, ଉତ୍ତରୀୟ ସହ ପୁଷ୍ପଗୁଚ୍ଛ ଦେଇ ଅତିଥିମାନଙ୍କ ଦ୍ୱାରା ସମ୍ବୋଧନ କରାଯାଇଥିଲା। କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବରେ ଅପରାହ୍ନ ଖବରକାଗଜର ପ୍ରକାଶିକା ଲକ୍ଷ୍ମୀପ୍ରିୟା ଦାସ, ହେମନ୍ତ କୁମାର ଦଳେଇ, ବରିଷ୍ଠ ସାମ୍ବାଦିକ ରବୀନ୍ଦ୍ର ସେନାପତି, ସୁକୁମାର ରଣା, ମନୋଜ କୁମାର ଭୂୟାଁ, କବିତାବାଳା ଚାନ୍ଦ, ଆରତୀ ଦାସ, ରାଜେଶ କୁମାର ପ୍ରଧାନ, ଦୁର୍ଗାଶଙ୍କର ଗିରି, ଜଗନ୍ନାଥ ଗୋଚ୍ଛାୟତ, ସୁବ୍ରତ କୁମାର ଘୋଷ, ତପନ କୁମାର ନାୟକ, ଆଶିଷ କୁମାର ଗିରି, ତପନ ନାୟକ, ସତ୍ୟବ୍ରତ ସୋମ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଲକ୍ଷ୍ମୀପ୍ରିୟା ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଜଳେଶ୍ୱରରୁ ମନୋଜ କୁମାର ଭୂୟାଙ୍କ ରିପୋର୍ଟ, ଅପରାହ୍ନ ଲାଇଭ୍।